ଆସନ୍ତୁ ଶୁଣିବା ଉଲା ମାଧିଆ ଗପର ଦ୍ୱିତୀୟ ଭାଗ। ଆଜି ଉଲା ଜୁଇଁ ପୁଣିଆ ଯିବ। ଆପଣମାନେ ଗପଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଉଲା ତାର ମାକୁ କହିଲା, ମା, ମାଧିଆ ଆଜି ଜୁଇଁ ପୁଣିଆ ଯାଉଛି। ମୁଁ ମୋ ଶ୍ୱଶୁର ଘର କହ କେଉଁଠି, ମୁଁ ଜୁଇଁ ପୁଣିଆ ଯିବି। ମା କହିଲା, ମୁଁ କ'ଣ କରିବି, ୟାକୁ ତ ଗୋଟେ କଣ୍ଢେଇଟାଏ ବୋହୂ କରି ଦେଇଥିଲି, ଇଏ ଜୁଇଁ ପୁଣିଆ ବାହାରିଲା, ମୁଁ ୟାକୁ କେମିତି ବୁଝାଇବି। ମା କହିଲା, ଆରେ ମାଧିଆ ଜୁଇଁ ପୁଣିଆ ଯାଉଛି, ତା ଶ୍ୱଶୁର ଘର ଲୋକ ତାକୁ ନିମନ୍ତ୍ରଣ କରିଛନ୍ତି, ସେ ଯାଉଛି। ତୋ ଶ୍ୱଶୁର ଘର ଲୋକ ତତେ କ'ଣ ନିମନ୍ତ୍ରଣ କରିଛନ୍ତି? ତୁ ଗଲେ ତୋ ପିଠିରେ ମାଡ଼ର ବର୍ଷା କରିଦେବେ, ଟିକେ ଜାଗା ରହିବନି। ଉଲା କହିଲା, ମା, ମାଡ଼ ଖାଇବା ପାଇଁ ମୋ ପିଠି ବଜ୍ର ହେଇଛି, ମୁଁ କେତେ ଲୋକଙ୍କ ଠାରୁ ପୁରା ମାଡ଼ ଖାଇଛି। ଆଜି ନେଲା ମୋ ଶ୍ୱଶୁର ଘର ଲୋକ, ନିଜ ଲୋକ ନଲା ପିଟିବେ, ସେଥିରେ କ'ଣ ଅଛି, ମୁଁ ଜୁଇଁ ପୁଣିଆ ଯିବି। ଉଲାର ମା କହିଲା, ତୁ କ'ଣ କହୁଛୁ, କ'ଣ ତୁ ଶ୍ୱଶୁର ଘର ଯାଇକି ମାଡ଼ ଖାବୁ ତୁ କହୁଛୁ? ତୁ ଅପେକ୍ଷା କର, ତୋ ଶ୍ୱଶୁର ଘର ଲୋକ ଯେବେ ନିମନ୍ତ୍ରଣ କରିବେ ସେବେ ଯିବୁ। ଉଲା କହିଲା, ନାଇଁ ମା, ମୁଁ ଯିବି ମାନେ ଯିବି, ମାଧିଆ ଯାଉଛି ମୁଁ ଯିବି, ମୁଁ ସେ କଥା ବୁଝିବି, ମୋ ଶ୍ୱଶୁର ଘର କେଉଁଠି କହ। ଉଲା ମା କହିଲା, ରେ ଉଲା, ତୁ ପରା ତୋ ବୋଉକୁ ପିଟିଛୁ, ତୁ ସେଠାକୁ ଗଲେ ତତେ ପିଟିବେ। ତୋ ବୋହୂ ତୋ ଠାରୁ ମାଡ଼ ଖାଇଛି ମାନେ ସିଏ ଆଉ ତୋର ନୁହେଁ। ଉଲା କହିଲା, ମା, ମୋ ବୋହୂ, ମୁଁ ତାକୁ କେମିତି ପଟେଇବି ସେଟା ମୁଁ ଜାଣେ, ତୁ ଖାଲି ପତା ଦେ। ମୋ ବୋଉକୁ ମୁଁ ପଟେଇବି, ବୁଝେଇବି, କହିବି, ଯଦି ନ ହବ ମୁଁ ତାର ହାତ ଗୋଡ଼ ଧରିନେବି, ସେ କଥା କହିତେ ହବନି ମତେ। ମୁଁ ତାକୁ ଯେମିତି ପଟେଇବି, ତୁ ଖାଲି ମୋ ବୋଉର ବାପ ଘରର ପତାଟା ଦେ। ଉଲା ମା କହିଲା, କ'ଣ କରିବି? ଉଲା ସେପଟରୁ କହିଲା, ଉଲା, ମାଧିଆ ଡାକୁଛି, ଉଲା, ମୁଁ ଜଇଁ ପୁଣିଆ ଘର ଯାଉଛି। ଉଲା ମା କହିଲା, ଏ ମାଧିଆ, ମାଧିଆ, ତୁ ଟିକେ ଶୁଣିଲୁ, ତୋ ଉଲା କଥା ତୁ ବୁଝ, ତୁ ଜଇଁ ପୁଣିଆ ଯିବୁ, ଇଏ ଏଠି ନାଟକ କରୁଛି। ମାଧିଆ ଆଇଲା, କହିଲା, ମାଉସୀ, କ'ଣ ହୋଇଛି କ'ଣ? ଉଲାର ମା କହିଲା, ଉଲା କହୁଛି ଜଇଁ ପୁଣିଆ ଯିବ। ତୁ ତ ଜାଣୁ, ତୁ ସବୁ ଜାଣିଛୁ, ତୁ ତାକୁ ବୁଝା, ମୁଁ ତାକୁ କୋଉଠି ତା ଶ୍ୱଶୁର ଘର ପତା ଦେବି, ସେ ଜଇଁ ପୁଣିଆ ଯିବ। ମାଧିଆ କହିଲା, ଆରେ ଉଲା, ତୋ ଶ୍ୱଶୁର ଘର ଲୋକ ପରା ତୋ ଉପରେ ରାଗିଛନ୍ତି, ମୋର ନିମନ୍ତ୍ରଣ ଆସିଛି, ମୁଁ ଯାଉଛି, ତୋର ନିମନ୍ତ୍ରଣ ଆସିଲେ ତୁ ଯିବୁ। ଉଲା କହିଲା, ନାଇଁ, ମୁଁ ଯିବି, ମୋ ଶ୍ୱଶୁର ଘରକୁ ମୁଁ ଯିବି, ସେ କଥା ହେଇପାରିବନି। ମାଧିଆ କହିଲା, ତେବେ ତୁ କ'ଣ କରିବୁ, କ'ଣ ସେଠାରେ ଯାଇ କ'ଣ ମାଡ଼ ଖାଇବୁ? ମୁଁ କହିଲି, ମୁଁ ପରେ ତୋ ଶ୍ୱଶୁର ଘରକୁ ଯାଇ ବୁଝାସୁଝା କରି ଠିକ୍ କରିଦେବି, ତୁ ଯିବୁ। ଉଲା କହିଲା, ସେ କଥା ହେଇପାରିବନି, ମୁଁ ଯିବି, ନହେଲେ ମୁଁ ଏ ଘରେ ରହିବି ନାହିଁ, ମୁଁ ଏଠି କାଣ୍ଡ କାରଖାନା କରିଦେବି। ମାଧିଆ କହିଲା, ଉଲା, ତୁ ମୋ କଥା ମାନିବୁନି? ଉଲା କହିଲା, ମାଧିଆ, ତୁ ମୋର ମିତ୍ର, ତୁ ମୋ କଥା ଜାଣିପାରୁନୁ, ତୁ ଚାଲିଗଲେ ମୁଁ ଏଠି କାନ୍ଦିବି। ମାଧିଆ କହିଲା, ମାଉସୀ, ଉଲାକୁ ମୁଁ ନେଇକି ଯିବି, ଉଲାକୁ ନ ନେଇ ମୁଁ ଯିବିନି, ସେ ଏଠି କାନ୍ଦିବ, ମୋ ଶ୍ୱଶୁର ଘରେ କ'ଣ ମଉଜ କରିବି? ଉଲାର ମା କହିଲା, ମାଧିଆ, ତୁ ତୋ ମାନ ନେଇକି ଆସିବୁ, ତୋ ମାନରେ ଯାଉଛୁ, ସେ କେଉଁ ହିସାବରେ ଯିବ? ମାଧିଆ କହିଲା, ସେ ପରା ବୁଝୁନି, ସେ ମାନ ସମ୍ମାନ କଥା ପରେ ଛାଡ଼, ମୋ ଉଲା ମୋ ସହିତ ଯିବୁ। ଉଲାର ମା କହିଲା, ମାଧିଆ, ତୋର ତା କଥା ବୁଝ, ପରେ ଯଦି କିଛି ହୁଏ ସେତେବେଳେ ମତେ କିଛି କହିବୁନି, ତୋର ଉଲାକୁ ନେଇକି ତୋର ଯା, ତୋ କଥା ତୁ ବୁଝିବୁ। ଉଲା ମାଧିଆ ଦୁଇ ଜଣ ବାହାରିଲେ ଜୁଇଁ ପୁଣିଆ ଯିବେ। ଯାଉ ଯାଉ ମାଧିଆର ଶ୍ୱଶୁର ଘର ପଡ଼ିଲା। ମାଧିଆ କହିଲା, ଉଲା, ଏଇଟା ଶ୍ୱଶୁର ଘର ପଡ଼ିଲା। ଉଲା କହିଲା, ମାଧିଆ, ଏଇଟା ତ ତୋ ଶ୍ୱଶୁର ଘର, ମୋ ଶ୍ୱଶୁର ଘର କାହିଁ? ମାଧିଆ କହିଲା, ଉଲା,
ଏଇଟା ପରେ ଆମ 2 ଜଣଙ୍କ ଶ୍ୱଶୁର ଘର। ତୁ କ'ଣ ତୋ ଶ୍ୱଶୁର ଘରକୁ ବାହା ହେବାକୁ ଯାଇଛୁ କି? ଯାଇନୁ। ତେଣୁ ଏଇଠୁ ତୋର ବୋହୂ ଯାଇଛି। ଏଇ ଗୋଟିଏ ଶ୍ୱଶୁର ଘର ଆମ 2 ଜଣଙ୍କର। ହଉ ତୁ ଯିବୁ, ପିଣ୍ଡାରେ ବସିବୁ, କିଛି କାହାରିକି କହିବୁନି। ମୋତେ 2 ଲାଗିଲାଣି, ମୁଁ 2 କରି ଆସେ। ମୁଁ 2 କରି ଆସିଲେ ଆମେ ଦୁହେଁ ମିଳିମିଶି ଶ୍ୱଶୁର ଘରେ ଜଇଁ ପଣିଆ କଟାଇବା। ଉଲା କହିଲା ଠିକ୍ ଅଛି ମାଦିଆ, ତୁ ଶୀଘ୍ର ଆସିବୁ। ମୁଁ ଏ ପିଣ୍ଡାରେ ଯେଉଁ ଖଟଟିଏ ପଡ଼ିଛି ସେଠାରେ ଯାଇ ବସିବି। ଉଲା ବସିଥାଏ ଖଟ ଉପରେ। ଉଲାର ମାଦିଆର ଶଳା ଭାଉଜ ଘରୁ ବାହାରି ଆସିଲା। କହିଲା କିଏ ବସିଛନ୍ତି? ଉଲା କହିଲା କିଏ ବସିଛନ୍ତି ଜାଣିପାରୁନ? ତୁ ବଡ଼ ଚୋର ଫର, ଏକା ଗୁଣିଠାକେ ବାପର ଘର। ଉଲା ଶଳା ଭାଉଜ କିଛି ବୁଝିପାରିଲାନି। କହିଲା କ'ଣ କହୁଛି ଏ? ବଡ଼ ଚୋର ଫର, ଏକା ଗୁଣିଠାକେ ବାପର ଘର। ଆରେ ସେ ଯାଇ ତା ଘର ଲୋକକୁ କହିଲା ଏମିତି ଗୋଟିଏ ଆମ ଖଟରେ ଅଭଦ୍ର ଲୋକଟିଏ ବସିଛି, ଏଇଭଳିଆ ମୋତେ କହୁଛି। ତା ଘରୁ ସବୁ ବାହାରି ଆସିଲେ। କହିଲେ କିଏ ହୋ ବସିଛ, କ'ଣ କହୁଛ? ଉଲା କହିଲା କିଛି ବୁଝିପାରୁନ? ମୋ ବୋହୂଟାକୁ ଆଣି ତୁମ ଘର ଭିତରେ ରଖିଛ, ବୁଝାସୁଝା କରି ଛାଡ଼ି ଦେଇପାରୁନ, ବାପ ଘର ରଖିଛ। ଆଉ କହୁଛ ମୁଁ କିଏ ବସିଛି? ମୁଁ ତୁମ ଜୁଇଁ ବସିଛି। ତା ଘର ଲୋକ କହିଲେ କୋଉଠିକା ଜୁଇଁ? ଆରେ ତୁ କୋଉଠିକା ଜୁଇଁ? ଢା ପାଗଳାଟେ, ଗଲୁ ଉଠି ଯା ମୋ ଦୁଆରୁ। ଉଲା କହିଲା ମୁଁ ଉଠି ଯିବାକୁ ଆସିଛି, ମୁଁ ଜୁଇଁ ପୁଣିଆ ଆସିଛି ପରା। ଘର ଲୋକ କହିଲେ ତତେ ଜୁଇଁ ପୁଣିଆ ଡାକିଛି କିଏ? ମାଧିଆର ଶ୍ୱଶୁର, ତା ଶଳା ଆଉ ଶାଶୁ ସମସ୍ତେ ଏକରୁଣ୍ଡ ହୋଇଗଲେ। କହିଲେ ଏଇଟା ଢା ପାଗଳାଟା, ଯିବୁ ନା? ଉଲା କହିଲା ମୁଁ ଯିବାକୁ କ'ଣ ଆସିଛି, ଧୁମେ ଛେଞ୍ଚି ମାଡ଼। ଉଲା ହାବା ପଡ଼ି କାନ୍ଦୁଥାଏ। ମାଲୋ ବାପଲୋ, ମୋତେ ବଞ୍ଚାଲୋ, ମାଲୋ ସତ କହୁଥିଲୁ, ଗଲେ ମାଡ଼ ହବ। ମୋ ପିଠି ଆଉ ବଜ୍ର ନାହିଁ, ମୋତେ ବହୁତ କଷ୍ଟ ହଉଛି, ଗୁଡ଼ାଏ ଛେଞ୍ଚିଲେ। ମାଧିଆ ଯେତେବେଳେ ଡାକିଲା, ମାଧିଆ ଆସିଲା। କହିଲା ଉଲା ଲୋ ମୋ ଉଲା, କ'ଣ ହୋଇଛି? ମାଧିଆକୁ ଦେଖି ତା ଶ୍ୱଶୁର ଘର ଲୋକ କହିଲେ ଜୁଇଁ ପୁଅ, ୟାକୁ କ'ଣ ଜାଣ? ମାଧିଆ କହିଲା ମୁଁ ଜାଣେନି, ଇଏ ମୋର ସାଙ୍ଗ ଉଲା। ମାଧିଆର ଶ୍ୱଶୁର ଘର ଲୋକ କହିଲେ ତୁମ ସାଙ୍ଗ ଉଲା? ଯଦି ତୁମ ସାଙ୍ଗ ଉଲା, ଉଲାଟାକୁ ଏଠି ଖଟ ଉପରେ ଛାଡ଼ି ଦେଇ ତୁମେ କ'ଣ କରୁଲ? ନା ମୁଁ ବାହାରକୁ ଯାଇଥିଲି, ତା ବୋଲି ତୁମେ କ'ଣ ଏମିତି ଛେଚିବ ମୋ ଉଲାକୁ? ଶ୍ୱଶୁର ଘର ଲୋକ କହିଲେ ସିଏ ଯାହା ହେଇଛି ଜଇଁ ପୁଅ, ତୁମେ ଆସ। ଏହା କହି 2 ଜଣକୁ ନେଇଗଲେ। ମାଧିଆ କହିଲା ଏତିକିରେ ହବନି, ପର ଅଧ୍ୟାୟରେ ମୋ ଶାଳୀ ସହିତ ଉଲାର ବାହାଘର ହବ। ଆମେ ଦୁହେଁ ଏଇଠି ଜୁଇଁ ପୁଣିଆ କଟାଇବୁ। ପର ଅଧ୍ୟାୟକୁ ଅପେକ୍ଷା କରନ୍ତୁ। ଆଗକୁ କ'ଣ ହଉଛି? ରହୁଛି ମୁଁ ରବୀନ୍ଦ୍ର କୁଲାରୀ। ଜୟ ଜଗନ୍ନାଥ।